ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ 8 ଦଫା ଦାବି ନେଇ ଆମ୍ବେଦକର ଏକତା ମଞ୍ଚ ପକ୍ଷରୁ ଅବକାରୀ ଅଫିସ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଶତାଧିକ ମହିଳା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଛି ମଞ୍ଚ। ଆଜି ଜଳେଶ୍ୱର ବ୍ଲକ ଛକଠାରୁ ଏକ ଶୋଭାଯାତ୍ରା ବାହାରି ଅବକାରୀ ଅଫିସ ଗଣଧାରଣା ଦେଇଥିଲେ। ସୂଚନା ଅନୁସାରେ ଜଳେଶ୍ୱର ଅଞ୍ଚଳରେ ବେନିୟମ ଭାବରେ ଦେଶୀ ତିଆରି ମଦ, ନକଲି ବିଦେଶୀ ମଦ, ଗଞ୍ଜା, ଅଫିମ, ଧଳା ଜହର, ଚରସ ଇତ୍ୟାଦି ନିଶା ମାଦକ ଦ୍ରବ୍ୟ ଗୁଡ଼ିକର କାରବାର କ୍ରମଶଃ ବ୍ୟାପକ ଭାବେ ବୃଦ୍ଧି ପାଉଛି। ଏହା ଆମ ଅଞ୍ଚଳରେ ଏକ ପ୍ରଧାନ କୁଟୀର ଶିଳ୍ପରେ ପରିଣତ ହୋଇଛି ବୋଲି ଆମ୍ବେଦକର ଏକତା ମଞ୍ଚ ଅଭିଯୋଗ କରିବା ସହିତ ଅବକାରୀ ଅଫିସ ସମ୍ମୁଖରେ ଗଣଧାରଣା ଦେଇଛି। ଏକ ସୁସ୍ଥ ସମାଜକୁ ନଷ୍ଟ, କଳୁଷିତ, ପଥଭ୍ରଷ୍ଟ କରିବା ପାଇଁ ଭିତ୍ତିଭୂମି ତିଆରି ସରିଛି। ପ୍ରଶାସନ ଏଥିରୁ ନଜର ହଟାଇବା ପାଇଁ ସରଳ ଦଳିତ ଆଦିବାସୀମାନଙ୍କ ଉପରେ ଦେଶୀ ମଦ କାରବାରର ମିଥ୍ୟା ଆରୋପ ଲଗାଇ ଗିରଫ କରୁଛି। ମାତ୍ର ପ୍ରକୃତରେ ଲିପ୍ତ ଥିବା ମୁଖ୍ୟ ଅପରାଧୀଙ୍କୁ ଗିରଫ ନକରି ସେମାନଙ୍କ ନିଶା ବ୍ୟବସାୟକୁ ଅଧିକ ବିସ୍ତାର ପାଇଁ ସୁଯୋଗ ଦେଉଥିବାର ଦେଖାଯାଉଛି। ଜଳେଶ୍ୱର ଅବକାରୀ ଅଫିସଠାରୁ 20ରୁ 25 କିଲୋମିଟର ଦୂରରେ ଥିବା ଆଦିବାସୀ ବହୁଳ ଗ୍ରାମମାନଙ୍କର ଜନସାଧାରଣଙ୍କ ଉପରେ ନଜର ରଖି ନିଜର ବ୍ୟବହାର ପାଇଁ ମଦ ତିଆରି କରୁଥିବା ଓ ରଖିବା ଅଭିଯୋଗରେ ସରଳ ଆଦିବାସୀମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଗିରଫ କରି ନେଉଛନ୍ତି। ଅବକାରୀ ଅଫିସଠାରୁ ମାତ୍ର 200ରୁ 300 ମିଟର ଦୂରରେ ଥିବା ନିଶା ମାଫିଆମାନଙ୍କ ଦ୍ୱାରା ପରିଚାଳିତ ହଜାର ହଜାର ଲିଟର ଦେଶୀ ମଦ ତିଆରି ଓ ମଦ ଭାଟିଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏବଂ ଦେଶୀ ମଦ କାରବାରକୁ ବନ୍ଦ କରିବାରେ ଜଳେଶ୍ୱର ପ୍ରଶାସନିକ ଅଧିକାରୀମାନେ ବିଫଳ ହେବା କାରଣ କ'ଣ ଥାଇପାରି ଜନସମାଜର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜଳେଶ୍ୱର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ହରିହର ସିଂଙ୍କୁ ପଚାରି ସେ କହିଛନ୍ତି, ଆମେ ବେଆଇନ ନିଶା ଦ୍ରବ୍ୟ ଉପରେ ଚଢ଼ାଉ ଜାରି ରଖିଛୁ। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଜଳେଶ୍ୱରରୁ ଜ୍ୟୋତିରାଦିତ୍ୟ ପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।